ହାରାସମେଣ୍ଟ କରି ହଁ ସେ ଭିତରେ ସବୁ ପ୍ରକାର ଇଏ କରିକି ମୁଁ ଶ୍ରୀମତୀ ନିରୁପମା ଦାସ ମୋ ସ୍ୱାମୀ ଏହି ଅନୁଷ୍ଠାନରେ ଷ୍ଟେନୋ ଭାବେ କାମ କରନ୍ତି। ତାଙ୍କ ପ୍ରତି ଅନ୍ୟାୟ ହେଇଥିବାରୁ ଆଜି ମୁଁ ମିडिଆ ଭାଇ ବନ୍ଧୁଙ୍କ ସହାୟତାରେ ନ୍ୟାୟ ଭିକ୍ଷା କରିବା ପାଇଁ ଏଠିକି ଆସିଛି। ସିଏ ଗୋଟେ ଦାୟିତ୍ୱ ଯେହେତୁ ସେ ଥିଲେ ଅଲଗା ଜଣଙ୍କୁ ଦବାକୁ ସେ ଦାୟିତ୍ୱ ଯାଉଥିଲେ, ସେ କ୍ଲର୍କ ଭିତରେ ସେ ଦାୟିତ୍ୱଟି ଦେବା ପାଇଁ ତାଙ୍କର ଯେହେତୁ ଇଏ ଅଛି ସେ କ୍ଲର୍କକୁ ଦେଇଥାନ୍ତେ। ସିଏ ଜଣେ ଅନ୍ୟ ଷ୍ଟାଫ୍ ଜଣେ ଆସିକି ମୋ ସ୍ୱାମୀକୁ ମେଣ୍ଟାଲି ହାରାସମେଣ୍ଟ କରିବା ପାଇଁ ଏସବୁ ଗୋଟେ ପ୍ରରୋଚନା କରିକି ମେଣ୍ଟାଲି ହାରାସମେଣ୍ଟ କରୁଛନ୍ତି। ଯେହେତୁ ସେ ଉକ୍ଷିପ୍ତ ହେଲେ, ସେ ଜଣେ 318 ସୁଗାର ପେସେଣ୍ଟ, 160 ହାଇ ବିପି ପେସେଣ୍ଟ। ସିଏ ଜଷ୍ଟ ଗୋଟେ ମାସେ ପୂର୍ବରୁ ସମ ହସ୍ପିଟାଲରେ ସିଜରିଂ ହେଇକି ଆସିକି ଅଛନ୍ତି। ତାଙ୍କର ସ୍ୱାସ୍ଥ୍ୟଗତ ଅବସ୍ଥା କିଛି ଭଲ ନାହିଁ। ସେମାନେ ଗୋଟେ କୁଚକ୍ରାନ୍ତ କରିକି ଏଇ ପ୍ରିନ୍ସିପାଲଙ୍କ ତତ୍ତ୍ୱାବଧାନରେ ଏମିତି ୟାଙ୍କୁ ମେଣ୍ଟାଲି ହାରାସମେଣ୍ଟ କଲେ, ଇଏ କିଛି ଗୋଟେ ଉକ୍ଷିପ୍ତ ହେଇକି ପଦକ୍ଷେପ ନେବେ, ଯାହାକି ଆମେ ଗୋଟେ ଅଭିଯୋଗ ପାଇବୁ, ଯାଇକି ତାଙ୍କୁ ହଇରାଣ କରିବୁ। ପୂର୍ବରୁ ଏମାନେ ଲୋପାମୁଦ୍ରା ଜେନା ଥାନାରେ ପ୍ରିନ୍ସିପାଲଙ୍କୁ ନ ଜଣାଇ ଯାଇ ସାମାନ୍ୟ କାରଣରୁ ସେମାନେ ଯାଇକି ଥାନାରେ ପହଞ୍ଚିଗଲେ। ସେଇଦିନ ଯେହେତୁ ଲୋପାମୁଦ୍ରା ଜେନା ଏଠି ଇଂଲିଶ ଲେକ୍ଚର ଅଛନ୍ତି, 30 ଜଣ ଷ୍ଟାଫଙ୍କ ଭିତରେ ମୋ ସ୍ୱାମୀ ତାଙ୍କୁ ଆଟେମ୍ପ୍ଟ ଟୁ ମର୍ଡର କରିବେ ବୋଲି ସିଏ ଲିଖିତ ଅଭିଯୋଗ ଯାଇକି କରିଛନ୍ତି। ଆମେ ଏତେ ଆଗକୁ କିଛି ଯାଇନଥିଲୁ, ଯେହେତୁ ଏଇଟା ଗୋଟେ ସାମାନ୍ୟ ବଚସା, ଆମେ ଭାବିଥିଲୁ ଏଇଟା କଲେଜରେ ସମାଧାନ ହେଇଯାଉ। ମୁଁ କିଛି ଲିଖିତ ଅଭିଯୋଗ ଆଣି ପ୍ରିନ୍ସିପାଲଙ୍କ ପାଖକୁ ଆସିଥିଲି, କିନ୍ତୁ ସେ ମୋର ଅଭିଯୋଗ ଶୁଣିଲେନି କି ରଖିଲେନି। ମୁଁ ଜଣେ ନାରୀ ହେଇ ଜଣେ ଆସିଥିଲି ତାଙ୍କୁ ଅଭିଯୋଗ କରିବା ପାଇଁ। ସିଏ ମୋତେ ମୁଁ 2 ମିନିଟ୍ ସମୟ ପାଇଁ ତାଙ୍କୁ ବହୁତ ରିକ୍ୱେଷ୍ଟ କରିଥିଲି, କିନ୍ତୁ ସିଏ ମୋର ଅଭିଯୋଗ ଶୁଣିଲେନି। ସେଥିପାଇଁ ମୁଁ ବାଧ୍ୟ ହେଲି ମୋର ଉପର ଅଫିସରଙ୍କ ପାଖକୁ ଯିବା ପାଇଁ, ମାନବାଧିକାର କମିଶନକୁ ଗଲି। ହଁ, ନିଶ୍ଚୟ ଜାଣିଛି, ମୁଁ ସେ ବିଷୟରେ କହିବି। ଆଉ ଆପଣମାନଙ୍କୁ ସବୁ ଜିନିଷ ମୁଁ ଏଠି ଶିକ୍ଷା କହିବାକୁ ଚାହୁଁଛି, ଜଣେ ବିଇଡି ଯୋଗ୍ୟତା ଥାଇ ସେ କେମିତି ବିଇଡି ପିଲାମାନଙ୍କୁ ପାଠ ପଢ଼େଇବ? ଆଉ ତାହେଲେ ସମସ୍ତେ ଯଦି ବିଇଡି କରିକି ଆଉ କେହି ଯିବେନି କଲେଜରେ ପାଠ ପଢ଼ିବା ପାଇଁ, ସବୁ ବିଇଡି କରିକି ଆଉ ହାଇସ୍କୁଲ ଟିଚର କେହି ହେବା ଦରକାର ନାହିଁ। ସମସ୍ତେ ବିଇଡି ଷ୍ଟୁଡେଣ୍ଟକୁ ସରକାର ଏମିତି ଆପଏଣ୍ଟମେଣ୍ଟ କରନ୍ତୁ ଯେ ସେ ଯିଏ ଯାଇକି ସେ କଲେଜରେ ପାଠ ପଢ଼େଇ ପାରିବ। ଆଉ ଏମିତି ମୁଁ କହୁଛି ଯେ ଏନସିଡି ଗାଇଡଲାଇନ ଅନୁସାରେ ଏମାନେ ଲେକ୍ଚର ପୋଷ୍ଟ ପାଇଁ ଏଠି ଅଯୋଗ୍ୟ। ଏଇ ଚିଠି ଅନୁଷ୍ଠାରୁ ଅନେକ ସରକାରଙ୍କ ପାଖକୁ ପଠାଯାଇଛି, ମାତ୍ର ସେମାନଙ୍କୁ ଚାକିରିରୁ ଏଠୁ ବାହାର କରାଯାଉ ନାହିଁ। ନଥାଇକି ବିଇଡି କରିକି ଏମାନେ ବିଇଡି ପିଲାଙ୍କୁ ପାଠ ପଢଉଛନ୍ତି, ବିଇଡି ଏମଇଡି ପିଲାଙ୍କୁ ପାଠ ପଢଉଛନ୍ତି। କିନ୍ତୁ ଅଲଗା ଅନେକ ବାର ଏଠିକି ଚିଠି ହେଲେ ମଧ୍ୟ ତାଙ୍କ ଉପରେ କିଛି ପଦକ୍ଷେପ ନିଆଯାଉନି କି ଏଠୁ ବାହାର କରାଯାଉ ନାହିଁ। ମୁଁ ପ୍ରଶାନ୍ତ କୁମାର ହୋତା। ମୁଁ ଅନେକ ଶିକ୍ଷାନୁଷ୍ଠାନ ସହିତ ଜଡ଼ିତ ରହିଛି। ଅନେକ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିରେ ରହିଛି। ଆଉ କନିସି ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ଗଭର୍ଣ୍ଣିଂ ବଡ଼ିରେ ମଧ୍ୟ ଥିଲି। ମୁଁ ଆଜକୁ 2-3 ଦିନ ତଳେ ଏହି ଅନୁଷ୍ଠାନ ଦିବାକର ପଟ୍ଟନାୟକ ବିଇଡି କଲେଜ କନିସି ୟା ବିଷୟରେ ପେପରରେ ପଢ଼ିକି ବହୁତ ଆଶ୍ଚର୍ଯ୍ୟ ହୋଇଗଲି ଯେ ଏହି କଲେଜର ଅଧ୍ୟକ୍ଷ ଯେ ତାଙ୍କର ଶିକ୍ଷାଗତ ଯୋଗ୍ୟତା ନାହିଁ, ଏବଂ ଏଇଭଳି ଅନ୍ୟ କେତେକ ଲେକ୍ଚର ମଧ୍ୟ ଅଛନ୍ତି 6 ଜଣ ଖଣ୍ଡେ, ସେମାନଙ୍କର ବି ଶିକ୍ଷାଗତ ଯୋଗ୍ୟତା ନାହିଁ। ସେମାନେ ବିଇଡି କରିକିରି ଏମଇଡି ପିଲାଙ୍କୁ ବିଇଡି ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଏହା ବହୁତ ଦୁଃଖର ବିଷୟ। ମୁଁ ଆପଣମାନଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିବାକୁ ଚାହୁଁଛି ଯେ ଶିକ୍ଷାଗତ ଯୋଗ୍ୟତା ଥିବା ଅଧ୍ୟକ୍ଷ ବା ଲେକ୍ଚର ପୋଷ୍ଟିଂ ଦିଅନ୍ତୁ, ଏମାନଙ୍କୁ ତୁରନ୍ତ ବିତାଡ଼ିତ କରନ୍ତୁ, ଆଉ ଏହି କଲେଜର ଶୃଙ୍ଖଳାକୁ ଫେରାଇ ଆଣନ୍ତୁ। ଆଭ୍ୟନ୍ତରୀଣ ଗଣ୍ଡଗୋଳ ବିଷୟରେ ଆମେ କିଛି ଜାଣିନଥିଲୁ। ଆମେ ପେପରରେ ପଢ଼ିକିରି ଆମେ ଟିକେ ଇଣ୍ଟରେଷ୍ଟେଡ୍ ହେଲୁ ଯେ ଏଇ କଲେଜ ଏଇ ଶିକ୍ଷାନୁଷ୍ଠାନରେ କ'ଣ ଚାଲିଛି ବୁଝିଲୁ। ବୁଝିଲା ଭିତରେ ଆମେ ଯାହା ଜାଣିଲୁ ଏମାନଙ୍କର କାହାର ଶିକ୍ଷାଗତ ଯୋଗ୍ୟତା ନାହିଁ, ପ୍ରାୟ 5-6 ଜଣ ଲେକ୍ଚରଙ୍କର। ଏଣୁ ଆମେ ଏଠାକୁ ଆପଣମାନଙ୍କ ଜରିଆରେ ସରକାରଙ୍କୁ ଅନୁରୋଧ କରିବା ପାଇଁ ଆସିଥିଲୁ। କର୍ମଚାରୀମାନଙ୍କ ଭିତରେ ଆପୋଷ ଗଣ୍ଡଗୋଳ ହେତୁ ଏସବୁ କଥା ପଦାକୁ ଆସିଲା। ଏ କଥା ଆମେ ଜାଣିନଥିଲୁ। ଗତକାଲି ଆମେ ପେପରରେ ପଢ଼ିଲୁ, ଏ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଆମେ ଜାଣିନଥିଲୁ। ଯାହା ବିଇଡି କନିସି କଲେଜ ଦିବାକର ପଟ୍ଟନାୟକ ଯେଉଁ କଲେଜ ଅଛି ସେଇଟା ଗୋଟେ ସରକାରୀ ଅନୁଷ୍ଠାନ। ଓଡ଼ିଶା ପବ୍ଲିକ ସର୍ଭିସ ଦ୍ୱାରା ଯେଉଁମାନେ ମନୋନୀତ ହୋଇଛନ୍ତି ସେମାନେ ଆସିକି ଅଛନ୍ତି। ପ୍ରିନ୍ସିପାଲଙ୍କୁ ଓଡ଼ିଶା ସରକାରଙ୍କର ଉଚ୍ଚଶିକ୍ଷା ବିଭାଗ ସେ ଦେଇଛି। ତେଣୁ ଆଉ ସରକାର ଦେଇଛନ୍ତି ଯେତେବେଳେ ସେଥିରେ ମୁଁ ଭାବୁଛି ସେଥିରେ କିଛି ଅନିୟମିତତା ଥିବାର କିଛି ନାହିଁ। ଉଚ୍ଚଶିକ୍ଷା ବିଭାଗ ତାକୁ ତଦନ୍ତ ଦେଇକିରି ତାକୁ ଦେଇଛନ୍ତି, ଏବଂ ଜଣେ ପ୍ରିନ୍ସିପାଲଙ୍କୁ 2ଟା କଲେଜରେ ଦାୟିତ୍ୱ ଦିଆହେଇଛି।
ଭଞ୍ଜନଗରରେ ଏବଂ କନିସି। ତେଣୁ ସରକାର ଯେତେବେଳେ ଅନୁମତି ଦେଇଛନ୍ତି ନିଶ୍ଚିତ ଭାବେ ଦେଖିକି ଦେଇଛନ୍ତି।